বসুরঙ্গ ভয় চরণ দয়ে বিপ্রনারায়ণ দাস নামে কুতুহলে আনন্দিত ভরিলে মন্দির নর ধর সমস্ত সংহারি যাদবଙ୍କୁ ঘেনি প্রবেশিলে সে হরি পাটির হরি পুথি বিবেরায় এ নারায়ণ গানা কিনা ଯୁଧିଷ୍ଠିର ପଣ୍ଡା ଆଉ ଯେଉଁ ପୂଜା ଆପଣଙ୍କର ହୁଏ କେତେ ଦିନ କରିଥାନ୍ତି କେମିତି ପୂଜା ବିଧି ସମ୍ପୂର୍ଣ୍ଣ କରିଥାନ୍ତି? ଆମର ପ୍ରଥମ ଦିନ ଠାରୁ 5 ଦିନ ପର୍ଯ୍ୟନ୍ତ ପୂଜା ହୁଏ। କଳସ ବୁଡ଼ା ଶୋଭାଯାତ୍ରା ଥାଏ ନା କ'ଣ କେମିତି? କଳସ ବୁଡ଼ା ହୁଏ। କଳସ ବୁଡ଼ା ଥାଏ ପ୍ରଥମ କେଉଁ ଦିନ ପୂର୍ଣ୍ଣିମା ଦିନ? ହଁ ପୂର୍ଣ୍ଣିମା ଦିନ ଆରମ୍ଭ ହେଇଛି ଶେଷ ଜାଣିକି ଆସନ୍ତାକାଲି ହେବ। କେମିତି କ'ଣ ଆପଣଙ୍କର ପୂଜା ବିଧି କରୁଥାନ୍ତି? କେମିତି କ'ଣ ଆପଣଙ୍କର ଶେଷ ପୂର୍ଣ୍ଣାହୁତି କେମିତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ? ଆମର ଶେଷ ଦିନ ପୂର୍ଣ୍ଣାହୁତି ହୁଏ ଆଉ ପ୍ରଥମ ଦିନର ପୂଜା ଆରମ୍ଭ ହୋଇ ଶେଷ ଦିନର ଠାକୁର ବିସର୍ଜନ ହୁଅନ୍ତି, ପୂର୍ଣ୍ଣାହୁତି ହୁଏ ଆଉ ଯେଉଁ ଘିଅ ଆପଣଙ୍କର ଯେଉଁ କେତେ ପୋଡ଼ା ଯାଇଥାଏ କେମିତି ଆପଣ ଯେଉଁ ଦୈନିକ ଦିନ ନୀତିକାନ୍ତି ଆଉ ହୋମ ଆଳତି କେମିତି କରାଯାଇଥାଏ? ଆମର ପ୍ରତ୍ୟେକ ଦିନର ଆଳତି ହୁଏ, ତା ସହିତ ବି ହୋମ ବି ହୁଏ। ଦୈନିକ ଦିନ କରାଯାଇଥାଏ। ହଁ ପ୍ରତ୍ୟେକ ଶେଷ ଦିନ ଟିକେ ଅଧିକା ଘିଅ ଅଧିକ ପରିମାଣର ଆମର ପୂର୍ଣ୍ଣାହୁତି ଶେଷ ହେବ। ହଁ। ନାଁ କହିଲେ? ବାବାଜୀ। ଆପଣ ନାଁଟା କ'ଣ? ଯୁଧିଷ୍ଠିର ପଣ୍ଡା। ଏଇ ଯେଉଁ ଆପଣ ପୂଜା ହେଉଛି କେମିତି କ'ଣ ପୂଜା କରାଯାଉଥିଲା? କେବେ କେତେ ବର୍ଷର ଅନୁଷ୍ଠାନ? ହେଉଛି 1978ରୁ ଆରମ୍ଭ ହେଇଛି। କେଉଁ ଜାଗାଟା ଜାଗା ନା? ଏ ଜାଗା ନାଁ ହେଉଛି ବାଙ୍କମୁହାଁ। ଯେଉଁ ଆପଣ ପୂଜା କରୁଛନ୍ତି କେମିତି କ'ଣ? ଏଇଟା ତ ସବୁଆଡ଼େ ତ ପିତ୍ତଳ ମୂର୍ତ୍ତି ପୂଜା କରାଯାଉଛି, ଆଜ୍ଞା। ଆପଣଙ୍କର ମାଟି ମୂର୍ତ୍ତି କେମିତି ପୂଜା କରାଯାଉଛି? କେମିତି କ'ଣ ବିଧି ପରମ୍ପରା ରହିଛି? ପିତ୍ତଳ ମୂର୍ତ୍ତି କରାଯାଇ ନାହିଁ, ମାନେ ଗରିବ ଅନୁଷ୍ଠାନରେ ମାଟି ପ୍ରତିମା କରିକି ପ୍ରତ୍ୟେକ ବର୍ଷ ତାକୁ ଆମେ ପାଣିରେ ମାନେ ଉଝେଇ ଦେଉଛୁ। ଏ ବର୍ଷରେ ଗୋଟିଏ ପିତ୍ତଳ ପ୍ରତିମା କରିକି ପୂଜା ଚାଲିଛି, ସବୁଦିନ ଚାଲିଛି। ସମୟ ଉପରେ ନିର୍ଭର କରେ। ସମସ୍ତ ଭାଇମାନଙ୍କର ସଦିଚ୍ଛା ଯଦି ସମ୍ପୂର୍ଣ୍ଣ କରିବାର ଥାଏ ନିଶ୍ଚିତ ପିତ୍ତଳ ପ୍ରତିମାରେ ପରିପୂର୍ଣ୍ଣ ହୋଇପାରିବ। ତଥାପି ଆପଣଙ୍କର ଯେଉଁ ରହିଛି ପରମ୍ପରା, ଯେଉଁ କେତେ ପରିବାର କେମିତି କ'ଣ ଆପଣ ସହଯୋଗ କରୁଛନ୍ତି? କେମିତି ପୂଜା ବିଧି କାର୍ଯ୍ୟ? ଏଠି ବାଙ୍କମାରେ ଆମେ ଗୋପାଳ ସାହିରେ ରହୁଛୁ 23 ଘର। ସମସ୍ତଙ୍କର ସହଯୋଗ ଅଛି, ନିଶ୍ଚିତ ଅଛି ସହଯୋଗ। ମୁଁ ନିଜେ ଏ ଅନୁଷ୍ଠାନର 39 ବର୍ଷ ଦାୟିତ୍ୱ ନେଲା ପରେ ଗୋଟେ ମୋର ନାତି ହେବ କି ସୁଦର୍ଶନ ବାରିକି ସମସ୍ତଙ୍କ ଭାଇଙ୍କ ତତ୍ତ୍ୱାବଧାନରେ ତାଙ୍କୁ ମାନେ ଦାୟିତ୍ୱ ଦେଇଛି। ସେ ସୁଚାରୁରୂପେ ବି ଦାୟିତ୍ୱ ତୁଲାଉଛନ୍ତି ଏବଂ ସମସ୍ତେ ଭାଇ, ସମସ୍ତେ ଛୁଆ, ସମସ୍ତ ନାତି, ମା ମାଉସୀ ସବୁକିଛି ଏ ଗୋପାଳସାହିର ସମସ୍ତେ ସହଯୋଗ କରୁଛନ୍ତି। ଅନୁଷ୍ଠାନଟି ଭଲ ଭାବେ ଚାଲିଛି। ମୋର ପୂଜ୍ୟ କୁଳ ପୁରୋହିତ ଗୋଲେଖ ଚନ୍ଦ୍ର ପଣ୍ଡା ଏବଂ ତାଙ୍କର ସହଯୋଗୀ ଯୁଧିଷ୍ଠିର ପଣ୍ଡା ପ୍ରତ୍ୟେକ ବର୍ଷ ଆମ ପୂଜାରେ 5 ଦିନ ରହିକି ପୂଜାଟିକି ସାଫଲ୍ୟମଣ୍ଡିତ କରୁଛନ୍ତି। ସେଥିପାଇଁ ତାଙ୍କୁ ଅନୁଷ୍ଠାନ ତରଫରୁ ବି କୋଟି କୋଟି ଧନ୍ୟବାଦ। ନାଁ କହିଲେ? ମୁକ୍ତିକାନ୍ତ ବାରିକ। ଏ ଯେଉଁ ଆପଣଙ୍କ ପୂଜା କେଉଁ ଜାଗାରେ ପାଳନ ହେଉଛି? କେମିତି କ'ଣ ପୂଜା କରାଯାଉଛି? ଆମର ବାଙ୍କମା ଗ୍ରାମରେ ହେଉଛି ପୂଜାଟା। ଆମର ହୋଲି ଟାଇମ୍ରେ ପୂଜାଟା ହୁଏ। ଏଇ ଯେଉଁ ପୂଜା ଦେଖିବା ପାଇଁ ଆପଣ ଗାଁର କେତେ ପରିବାର କେମିତି ପୂଜାକୁ ଉପଭୋଗ କରିଥାନ୍ତି? ଆମର ଗୋପାଳ ସାହିରେ 23 ଘର। 23 ଘର ଅଛନ୍ତି। ହଁ, ସମସ୍ତେ ସହଯୋଗ କରନ୍ତି। ଆଉ ହୋଲି ଟାଇମ୍ରେ ବହୁତ ଭଲ ଭାବରେ ପାଳନ କରନ୍ତି ପର୍ବଟାକୁ। ସମସ୍ତେ ସହଯୋଗ କରିଥାନ୍ତି ନା ନାହିଁ? ଆଜ୍ଞା, ସମସ୍ତେ ସହଯୋଗ ଅଛି ନା? ଆଜ୍ଞା ଆଜ୍ଞା। ଯେଉଁମାନେ ବାହାରେ ରହୁଛନ୍ତି ସେମାନେ କେମିତି କ'ଣ ଆସିବେ? ସେମାନେ ବି ହୋଲି ଟାଇମ୍ରେ ଆସନ୍ତି, ବହୁତ ଏନ୍ଜୟ କରନ୍ତି। ହଁ, এই যে পূজার মানে যে বর্ষর থরে আপন মানে তো বিদেশে রহুছেন যে আসিথাନ୍ତି কোন উপভোগ করতে কেতে আনন্দিত লাগিଥାଏ গাঁ মাটি গাঁ পরিবেশ বহুত বহুত ভাল লাগে বহুত ভাল লাগে না বহুত তথাপি আপন যে ভাবুথিবে যে আম কেমিতি হোলি আসিবো আমি গাঁকু আসিবা কেমিতি কোন ভাবনা নেকি আসিথাନ୍ତି কেমিতি আপনার কার্য সকসেস হইଥାଏ মার্চ মাস হেলে তো আমকু তো বহুত খুশি লাগে আর আমার হোলি আসলে আমি যাবু গাঁকু
ସମସ୍ତେ ଯେତେ ବି ରହିଲେ ଓଡ଼ିଶା ଲୋକ ବାହାରେ ସମସ୍ତେ ଆସିଥାନ୍ତି ଫଙ୍କସନ୍କୁ ଆଜ୍ଞା କେମିତି ବହୁତ ଖୁସି ଆମର 5 ଦିନ ଧରିକି ନୀତି ବି ହୁଏ ଦ୍ୱିପହରେ ବି ହୁଏ ରାତିରେ ବି ହୁଏ ନୀତି ବି ହୁଏ ମାନେ ବାବା ମାନେ ଭୋଗ ବି ଆପଣ ପାଇଥାନ୍ତି ହଁ ଭୋଗ ବି ପାଇଥାଉ ସେଟା ବି ମାନେ ଗୋଟେ ଇଏ ଲାଗେ ଆନନ୍ଦିତ ଲାଗେ ଆଉ ଆଜ୍ଞା ଆଉ ଘରର ପରିସ୍ଥିତି ନେଇକି ସେଥିପାଇଁ ବାହାରେ ରହିବାକୁ ପଡୁଛି ତଥାପି ଆପଣ ମାନେ କ'ଣ ପୂଜା ଟାଇମ୍ରେ ଯେଉଁ ବାହାରିଲେ ହେଲେ ଆସିବାକୁ ପଡ଼ିବ ଆଜ୍ଞା ପୂଜା ଟାଇମରେ ଆସିବାକୁ ପଡେ ଏଟା କ'ଣ କହ ଜାଣିଛୁ ଝାଞ୍ଚି ଆଣିବାରେ ଆଜ୍ଞା ଝାଞ୍ଚି ଆଣିବାରେ ଏ ଯେଉଁ କି ପୂଜା ଆପଣଙ୍କର ହେଉଛି ଗୋପବନ୍ଧୁ ପୂଜା କେତେ ବର୍ଷର ପୂଜା 40 ବର୍ଷର ପୂଜା ତୁମେ ତ ଛୁଆ ଜାଣିଛ ତାହେଲେ ପୂଜା ଭଲ ହୁଏ କୁହନ୍ତି ମୋ ଜେଜେ କୁହନ୍ତି ମୋ ଜେଜେ କୁହନ୍ତି ଜେଜେ କୁହନ୍ତି ହଁ ଏ ପୂଜା ଭଲ ହୁଏ ବୋଲିକି ହଁ ଆଉ କେମିତି କ'ଣ ପୂଜାକୁ ଉପଭୋଗ କରିଥାଉ ଖାଇବା ପିଇବା କେମିତି ହୋଇଥାଏ ବହୁତ ମଜା ଲାଗେ ବହୁତ ମଜା ଲାଗେ ବହୁତ ବି ଖୁସି ଲାଗେ ଖୁସି ବି ଲାଗେ କେତେ ମାନେ ଆପଣ ଯେଉଁ ଛୁଆ ଖାଇବା ପିଇବା ମାନେ ଆନନ୍ଦିତ ଲାଗେ ନା କି ଏଇ ଅପେକ୍ଷା କରି ରହିଥାଉ ହୋଲି ଆସିଲେ ଏ ପୂଜା ହେବ ବୋଲିକି ନାଚ ଶିଖିଛ ପ୍ରୋଗ୍ରାମ ବି ହୁଏ ହଁ ଏଇ ମଣ୍ଡପରେ ମୁଁ ବି ନାଚିଛି ଡ୍ୟାନ୍ସ କରୁଛ ହଁ ଆଉ ତଥାପି ତାହେଲେ ପୂଜା ଆସିଲେ ବର୍ଷର ଥରେ ଆପଣ ମାନେ ଏଣ୍ଟରଟେନମେଣ୍ଟ କ'ଣ ନାଚ ଗୀତରେ ଭାଗ ନିଅ ହଁ? କହ ପାଇଛ ପୁରସ୍କାର ହଁ କେଉଁଠି ତୁମ ଘରଟା ବାଙ୍କ ମୁହା ବାଙ୍କମା ଗ୍ରାମରେ ନା କି ଇଏ କ'ଣ କି ପୂଜା ହେଉଛି ଗୋପବନ୍ଧୁ ପୂଜା